ଅଗଷ୍ଟ 17 ତାରିଖ 1945 ହେଉଛି ଇଣ୍ଡୋନେସିଆ ଇଣ୍ଡିପେଣ୍ଡେନ୍ସ ଡେ। କ୍ୟାପିଟାଲ ଜାକାର୍ତ୍ତା। କରେନ୍ସି ହେଉଛି ଇଣ୍ଡୋନେସିଆ ରୁପିଆ। ଇଣ୍ଡୋନେସିଆ 4th ପୋଜିସନ୍ ଅଛି ପପୁଲେସନରେ। ଇଣ୍ଡିଆ, ଚାଇନା, ୟୁଏସଏ, ତାପରେ ଇଣ୍ଡୋନେସିଆ। ଇନ୍ଦୋର ଇଣ୍ଡିଆର ପ୍ରଥମ ଭର୍ଚୁଆଲ୍ ଜୁ ଓପନ୍ କରିଛି କାମଲା ନେହେରୁ ଜିଓଲୋଜିକାଲ ଗାର୍ଡେନରେ। ଧୀରଜ ସେଠ ଯିଏକି ଆମର ଆର୍ମି ଚିଫ୍, ଅନାରୀ ରାଙ୍କ ପାଉଛନ୍ତି ଜେନେରାଲ ଅଫ୍ ନେପାଳ ଆର୍ମି। ପ୍ରେସିଡେଣ୍ଟ ପ୍ରଦାନ କରିଛନ୍ତି ରାମଚନ୍ଦ୍ର ପଣ୍ଡେଲ ନେପାଳର। ଶୀତଳ ନିବାସ କାଠମାଣ୍ଡୁ ନେପାଳଠାରେ। ଶୀତଳ ନିବାସ ହେଉଛି ନେପାଳର ପ୍ରେସିଡେଣ୍ଟ ହାଉସ୍। ରିଲାଏନ୍ସ ଏବଂ ରୋଲ୍ସ ରଏସ୍ ଯେଉଁଟାକି ୟୁକେର କୋଲାବୋରେସନ୍ କରିଛନ୍ତି ଟୁ ଡେଭଲପ୍ ଫାଇଟର ଜେଟ୍ ଇଞ୍ଜିନ୍ ଫର୍ ଆଡ଼ଭାନ୍ସ ମିଡ଼ିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ଇନ୍ ଇଣ୍ଡିଆ। ହରିକେନ୍ ଲାଲା ହିଟ୍ କରିଛି ହାୱାଇ, ଯେଉଁଟାକି ଗୋଟେ ବଡ଼ ଆଇଲ୍ୟାଣ୍ଡ ଏବଂ ରାଜ୍ୟ 50ତମ ରାଜ୍ୟ ଆମେରିକାର। ରାଜା ସେନ ଯିଏକି ବେଙ୍ଗଲୀ ଫିଲ୍ମ ମେକର ଥିଲେ, 3 ଥର ନ୍ୟାସନାଲ୍ ଆୱାର୍ଡ଼ ୱିନର୍। ସେ ତାଙ୍କର ପ୍ରଥମ ଫିଲ୍ମ 1996ରେ ଦାମୁ ବନେଇଥିଲେ। 1997ରେ ପାଇଥିଲେ ତା ପାଇଁକା ନ୍ୟାସନାଲ୍ ଫିଲ୍ମ ଆୱାର୍ଡ଼ ଫର୍ ବେଷ୍ଟ ଚିଲଡ୍ରେନ୍ସ ଫିଲ୍ମ। ଗୁଜରାଟ ଫରେଷ୍ଟ ଡିପାର୍ଟମେଣ୍ଟ ଏବଂ ବନ୍ତାରା ସହଯୋଗରେ 20ଟି ବ୍ଲାକ୍ ବକ୍ସ ରିଲିଜ୍ କରାଯାଇଛି ଗୁଜରାଟର ବନି ଗ୍ରାସଲ୍ୟାଣ୍ଡ, ଯେଉଁଟାକି କଚ୍ଛରେ ଅଛି।